ପିଲାମାନେ ଆଜି ଆମେ ଲର୍ନ ୱିଥ୍ ଇଂଲିଶ ଲେଟର ପାର୍ଟ 3 କ୍ୱେଶ୍ଚିନ୍ ଆନ୍ସର କରିବା। ତାହେଲେ 1 ନମ୍ବର ପିଲାମାନେ ମୁଁ ଦେଇଛି ଲେଟ୍ ଅସ୍ ସିଙ୍ଗ ଆଣ୍ଡ ଏନ୍ଜୟ, ଗୀତ ଗାଇବା ଓ ଏନ୍ଜୟ କରିବା। ୱି ସେ ଗୁଡ୍ ମର୍ଣ୍ଣିଂ ହ୍ୱେନ୍ ଇଟ୍ ଇଜ୍ ମର୍ଣ୍ଣିଂ। ୱି ସେ ଗୁଡ୍ ଆଫ୍ଟରନୁନ୍ ହ୍ୱେନ୍ ଇଟ୍ ଇଜ୍ ଆଫ୍ଟରନୁନ୍। ୱି ସେ ଗୁଡ୍ ଇଭିନିଂ when it is evening, but we say good night when we go to bed at night, and we say namaskar anytime we meet each other. Next ପିଲାମାନେ letter sounds ଆସିଲା Q। ଆମକୁ ଏଠି କ୍ୱେଶ୍ଚିନ୍ ମାର୍କ ଦେଇଛି, ବୁଝିଛ ତ? ତାହେଲେ ଆମେ କ୍ୱେଶ୍ଚିନ୍ ଆଉ ସବୁ ତକ ପଢ଼ିବା, କ୍ୱେଶ୍ଚିନ୍ ତକ ଫିଲ୍ଅପ୍ କରିବା। କ୍ୟୁରେ ଆମେ କ'ଣ ଲେଖିପାରିବା? କ୍ୟୁରେ ଆମେ ଲେଖିପାରିବା ଏଠି କୁଇନ୍, QUEEN। ତାପରେ ଦେଇଛି କ୍ୱିଲ୍ଟ, କ୍ୱିଲ୍। ତାପରେ ଆର୍ ରହିଲା ରେନବୋ, ରୋଜ୍, ରିଙ୍ଗ। ଏସ୍ରେ ରହିଲା ସ୍ପୁନ୍, ସ୍ୱାନ୍, 7। ଟିରେ ରହିଲା 10, ଟମାଟୋ ଆଣ୍ଡ ଟେବଲ୍। ନେକ୍ସଟ ଲେଟର ସାଉଣ୍ଡ ଆସିଲା ୟୁ, ଭି ଆଉ ଡବ୍ଲୁ। ୟୁରେ ଆସିଲା ୟୁନିଫର୍ମ, ୟୁଟେନ୍ସିଲ୍ ଆଣ୍ଡ ଅଲସୋ ଅମ୍ବ୍ରେଲା। ତାପରେ ଭିରେ ଆସିଲା ଭ୍ୟାନ୍, ଭେସ୍ ଆଣ୍ଡ ଭାଓଲିନ୍। ଡବ୍ଲୁରେ ଆସିଲା ୱେଲ୍, ୱାଲ୍ ଆଣ୍ଡ ୱାଚ୍। ନେକ୍ସଟ ଆମର ଲେଟର ସାଉଣ୍ଡ ଆସିଲା XYZ। ଏକ୍ସରେ ଏକ୍ସମାସ୍ ଟ୍ରି, ତାପରେ ସାଇଲୋଫୋନ୍। ୱାଇରେ ୱ୍ୟାକ୍, ୟେଲୋ, ୟୋ। ଜେଡରେ ଜିପ୍, ଜୁ ଆଣ୍ଡ ଜେବ୍ରା। 3 ନମ୍ବର ପ୍ରଶ୍ନ ପିଲାମାନେ ଆମକୁ ଦେଲା ସେ ଦି ୱାର୍ଡସ୍ ଆଲାଉଡ୍। ଜୋରେ ଆମେ ୱାର୍ଡଟିକୁ କହିବା। Circle the picture with different starting sound. The first one is done for you. ବୁଝିହେଲା? ସେ କହୁଛି ଆମେ ସେଇ ପିକ୍ଚରଟାକୁ ଗୋଲ ବୁଲେଇବା। କୋଉ ପିକ୍ଚରଟା? ଯୋଉଟାର ଷ୍ଟାର୍ଟିଂ ସାଉଣ୍ଡଟା ଅଲଗା ଥିବ। ଗୋଟେ ଆମକୁ କରିକି ଦେଇଛି, ଦେଖ ଫିସ୍ ହେଲା। ତାପରେ ଇଏ ହେଲା ଆମର ଡଗ୍। ତାପରେ ଇଏ ହେଲା ପିକକର ହେଲା, ମୟୂରର ପୁଚ୍ଛ। ତାହେଲେ ଏଠି ଆମର କାରଟା ସେ ଆମକୁ ଦେଇଛି ଅଲଗା ବୋଲି। ତାପରେ ବି, ରିଙ୍ଗ, ଟମାଟୋ, ବେଲୁନ୍। ଏଠି ଆମର କ'ଣ ହେଲା? ଏଠି ବି ଦେଖ, ତମେ ଗୋଟେ ବୁଝ ବି, ୟାକୁ ରିଙ୍ଗ ବଦଳରେ ବେଲ୍ ଲେଖିପାରିବା, ୟାକୁ ଲେଖିପାରିବା ବେଲୁନ୍। ସବୁତକ ବିରୁ ଆରମ୍ଭ ହେଇଛି କି ନାହିଁ ମୋତେ କହିଲ? କିନ୍ତୁ ଟମାଟୋଟା ଟିରୁ ଆରମ୍ଭ ହେଲା। ଟମାଟୋରେ ଗୋଲ ବୁଲେଇବ, ବୁଝିହେଲା? ତାପରେ ସେମିତି ହ୍ୟାଟ୍, ଆଣ୍ଟ ହେଲା, ହୋମ୍ ବା ହଟ୍ ହେଲା, ଆଉ ହର୍ସ। ଦେଖ ହ୍ୟାଟ୍ HAT, ଆଣ୍ଟ ହେଲା ANT, ୟାକୁ ହଟ୍ କହିପାରିବା କୁଡ଼ିଆ, ୟାକୁ କହିପାରିବା ହର୍ସ HORSE। ତାହେଲେ ଏଠି ସବୁ ତ Hରୁ ଆରମ୍ଭ, ଇଏ Aରୁ ଆରମ୍ଭ, ତାହେଲେ ଏଇଟା ଅଲଗା ହେଲା। 4 ନମ୍ବର ସେମିତି, ୟାକୁ ଆମେ କହିପାରିବା ୱାଚ୍ ବା କ୍ଲକ୍ ହେଲା, ୱାଚ୍ କ୍ଲକ୍। ୟାକୁ ପେନ୍, ୟାକୁ ୟାକୁ ଆମେ ପ୍ୟାରୋଟ୍, ୟାକୁ ଆମେ ପଟ୍। ବୁଝିହେଲା? ତାହେଲେ ସବୁତକ ପିରୁ ଆରମ୍ଭ, କ୍ଲକ୍ଟା ପିରୁ ଆରମ୍ଭ ନୁହଁ, ତାହେଲେ କ୍ଲକ୍ ଅଲଗା। 4 ନମ୍ବର ସେମିତି ଦେଖିବା, ବୁଝିହେଲା? ନୋଟିସ୍ ଦି ଇନିସିଆଲ ସାଉଣ୍ଡସ୍ ଅଫ୍ ଦି ନେମ୍ସ ଅଫ୍ ପିକ୍ଚର ଇନ୍ ଇଚ୍ ନାଉ ଫାଇଣ୍ଡ ଦି ଅଡ୍ ୱାନ୍ ଆଉଟ୍। ବୁଝିହେଲା? ଏଠି ମଧ୍ୟ ସେମିତି ଆମେ ଅଡ୍ ୱାନ୍ ଆଉଟ୍ଟା ଖୋଜିବା। ତାପରେ ସେମିତି ଆମେ କରିବା। ଏଇଟା ହେଲା ଆମର ସିପ୍, ଇଏ ହେଲା ଆମର ସ୍ପୁନ୍ ହେଲା, ଇଏ ହେଲା ଆମର ଲିଫ୍ ହେଲା। ଇଏ ତାହେଲେ ଏଲୁ ଆରମ୍ଭ, ତାହେଲେ ଇଏ ଏସ୍ରୁ ଆଉ ଏସ୍ରୁ ଆରମ୍ଭ, ତାହେଲେ ଏଇଟା ଆମର ଅଲଗା। ତାପରେ ଇଏ ହେଲା ସନ୍ ହେଲା। ତାପରେ ଇଏ ହେଲା ଆମର କ'ଣ? ଟମାଟୋ। ଇଏ ହେଲା ଆମର 10। ବୁଝିହେଲା? ତାହେଲେ ଟମାଟୋ ଟିରୁ ଆରମ୍ଭ, 10 ମଧ୍ୟ ଟିରୁ ଆରମ୍ଭ, କିନ୍ତୁ ସନ୍ଟା ନୁହଁ, ସନ୍କୁ ଗୋଲ ବୁଲେଇବା। ବୁଝିହେଲା? ତାପରେ ଇଏ ହେଲା ଆମର ଟ୍ରି, ଇଏ ହେଲା ଆମର ପ୍ୟାରୋଟ୍, ଇଏ ହେଲା ଆମର ପଟ୍ ହେଲା। ଇଏ ପିରୁ ଆରମ୍ଭ, ଇଏ ପିରୁ ଆରମ୍ଭ, କିନ୍ତୁ ଟ୍ରି ନୁହଁ, ତାହେଲେ ଟ୍ରିକୁ ଆମେ ଗୋଲ ବୁଲେଇବା।
ପାଞ୍ଚ ନମ୍ବର ଦେଇଛି ପିଲାମାନେ ପିକ୍ଚର ଟକ୍ ଲୁକ୍ ଆଟ୍ ଦି ପିକ୍ଚର ଅଫ୍ ଏ ବାଥରୁମ୍ ଲେବଲ୍ ଦି ଥିଙ୍ଗସ୍ ଇନ୍ ଇଟ୍ ଯେଉଁଟା ଦେଇଛି ତା ସ୍ଥାନରେ ଲେଖିବା। ତାହେଲେ ଦେଖ ପିଲାମାନେ ଏଇଟା କ'ଣ ଆମର ଏଇଟା ଆମର ମିରର ହେଲା ଲେଖିଦେବ MIRROR ବୁଝିଲା। ତାପରେ ପିଲାମାନେ ଏଇଟା ହେଲା ଆମର ସାୱାର SHOWER ଏଇଟା ହେଲା ଆମର ଟାୱେଲ ହେଲା TOWEL। ତାପରେ ଦେଖ ପିଲାମାନେ ଏଇଟା ହେଇଯିବ ଆମର ଟ୍ୟାପ୍ ଏଇଟା ହେଇଯିବ ଆମର ଟୁଥ୍ ବ୍ରଶ୍। ତାପରେ ଏଇଟା ହେଇଯିବ ଆମର ୱାଶ୍ ବେସିନ୍ ବୁଝିହେଲା। ତାପରେ ଏଇଟା ହେଇଯିବ ଆମର ସୋପ୍ ସାବୁନ ବୁଝିହେଲା। ଏଇଟା ପିଲାମାନେ ତାପରେ ଆମର ପୋଛା ମାନେ ମପ୍ ବୁଝିହେଲା। ଇଏ ହେଲା ବାଲ୍ଟି ଆମେ ଓଡ଼ିଆରେ କହୁଛେ ତାକୁ ଆମେ ଇଂଲିଶରେ କହିବା ବକେଟ୍ BUCKET ବୁଝିହେଲା। ତାପରେ ଆମେ କ'ଣ ଲେଖିବା ଦେଖ ପିଲାମାନେ ଏଇଟା ହେଲା ଆମର କ'ଣ ଏଇଟା ହେଲା ମଗ୍ MUG ବୁଝିହେଲା। ତାପରେ ଏଇଟା ହେଲା ପାଣି କୁଣ୍ଡ ଟବ୍ TUB ବୁଝିହେଲା। ଏଟା ହେଇଯିବ ଆମର ଷ୍ଟୁଲ୍ STOOL ଏଇଟା ସ୍ଲିପର SLIPPER ବୁଝିହେଲା। ତାପରେ କୋଶ୍ଚିନ୍ ଦେଇଛି ତଳେ ପିଲାମାନେ ସେ କୋଶ୍ଚିନ୍ ତକ କରିବା। ହ୍ୱାଟ୍ ଥିଙ୍ଗସ୍ ଡୁ ୟୁ ସି ଇନ୍ ଦିସ୍ ପିକ୍ଚର ତାହେଲେ ଲେଖିବା ଇନ୍ ଦିସ୍ ପିକ୍ଚର ହେଲା ଲେଖିବ ଇନ୍ ଦିସ୍ ପିକ୍ଚର I see ହେଲା ଯାହା ଲେଖିବ ଟାୱେଲ ହେଲା ମଗ୍ ବୁଝିଲା ୱାଶ୍ ବେସିନ୍ ଯାହା ଉପରେ ଲେଖା ହେଇଛି ସବୁତକ ଡଟ୍ ଡଟ୍ କରି ଲେଖି ଚାଲିବ ହେଲା। ଏତିକି ଲେଖି ଡଟ୍ ଡଟ୍ ଦେଇଦେବ। ତାପରେ ନେକ୍ସଟ କ୍ୱେଶ୍ଚିନ୍ ଡୁ ୟୁ ରିମେମ୍ବର ଟୁ କ୍ଲୋଜ୍ ଦି ଟ୍ୟାପ୍ ହ୍ୱେନ୍ ୟୁ ଆର୍ ନଟ୍ ୟୁଜିଂ ଇଟ୍ ତାହେଲେ ଆମେ ଯେତେବେଳେ ଟ୍ୟାପ୍କୁ ବ୍ୟବହାର କରୁନାହିଁ ଆମେ ବନ୍ଦ କରୁଛେ କି ଲେଖିବ ୟେସ୍ I always close the tap when I am not using it तापर क्वेश्चन why should we do so आमे एमिति काहेकि करूचे ताहले उत्तरे कौन लिखिबा we should close the tap to save water बुझिला तो। तापर हमको देला मैच दी कैपिटल लेटर विथ दी सेम लेटर हैला x को x टाणी दियो v को v टाणी दियो तापरे y की y टाणी दियो q को q टाणी दियो z को z टाणी दियो नेक्स्ट r को r टाणी दियो t को t टाणी दियो हैला q को तमे q टाणी दबो s को s टाणी दबो w को w टाणी 3 नंबर प्रश्न फाइंड दी ऑड वन आउट बुझेला ताले आमे अलगा कोटा देखिबा पिला माने देखो टी रे अछि टाइम अछि टेबल अछि ताले गर लाइन गर लुक आमे सर्कल करिबा सेमदी जेड रे जू अछि जेब्रा अछि जीप अछि आयरन नाही आयरन को सर्कल करिबा आर रे रोज अछि रेन अछि रैट अछि फ्लावर नाही फ्लावर को सर्कल करिबा एक्स रे अछि एक्स मास अछि जेरॉक्स अछि फ्रॉक नाही फ्रॉक को सर्कल करिबा एस रे इंक पॉट नाही हैला इंक पॉट को सर्कल करिबा तापर यू रे अम्ब्रेला अछि यूटेंसिल अछि यूनिफॉर्म अछि स्पून नाही स्पून को सर्कल करिबा तापर बी रे देखो एटा अछि वल्चर अछि बेस अछि एरोप्लेन नाही एरोप्लेन को सर्कल करो क्यू रे क्वीन अछि रिंग नाही रिंग को सर्कल करो वाई रे येलो अछि मिरर नाही मिरर को सर्कल करो डब्ल्यू रे प्रथम रु लीव ही नाही 5 नंबर पिला माने मैच ईच ऑफ द पिक्चर विथ फर्स्ट लेटर बुझेला प्रथम लेटर सहित मेल खाए ये कौन साप स्नेक एस जांगे नहीं पारिबा हैला तापर देखो तापर हमू क्यू ऊपर रहले क्वीन रानी को पागु नबा वॉच रोज अम्ब्रेला बुझेला तो 6 नंबर देछि पिला हमरा पढिबा को ताकू सब तक एबीसीडी हमरा पढिबो हैला तापरे
तापर ये जो आमर डट डट देइछि याकू पूर्ण करिवो हैला बही रे तापर राइट दी लेटर एमती क्यू क्यू एमती लेखि चलिवो 3 नंबर जेमती ए लिखुचे सेमती बी बड़ बी स्मॉल बी बी बड़ सी सान सी बड़ डी सान डी बड़ ई सान ई बड़ एफ सान एफ बड़ जी सान जी बड़ एच सान एच है बड़ आई सान आई बड़ जे सान जे बड़ के सॉरी बड़ के सान के बड़ एल सान एल एम लिखि देछि बड़ एन सान एन बड़ ओ सान ओ है बड़ पी सान पी बड़ क्यू सान क्यू बड़ आर सान आर बड़ एस सान एस बड़ टी सान टी बड़ यू सान यू बड़ भी सान भी बड़ डब्लू सान डब्लू बड़ एक्स सान एक्स बड़ वाई सान वाई जेड लिखिदेला है कलर दि पिक्चर यहाँ कलर करने को मुझे बुझेगा विषयटी आम सरीगला वीडियो भल लगे लाइक एवं चैनल को नुआ आसला सब्सक्राइब करदब।